କାହିଁକି ଆମ ସମାଜ ଏମିତି? କାହିଁକି ଗୋଟେ ଜିନିଷ ଯେତେବେଳେ ଝିଅ କରେ ସେଟା ଠିକ୍ ହେଇଯାଏ ଆଉ ବୋହୂ କଲେ ଭୁଲ ହେଇଯାଏ? କାହିଁକି ଗୋଟେ ଝିଅ ଯଦି ଲେଟ୍ରେ ଉଠେ ଚଳିବ, ଯଦି ବୋହୂର ଦେହ ଖରାପ ଅଛି ସେ ଲେଟ୍ରେ ଉଠୁଛେ ତାହେଲେ ତାକୁ ବାହାନା ଡ୍ରାମା କରୁଛି ବୋଲି କୁହାଯାଏ? କାହିଁକି ଯେତେବେଳେ ଝିଅକୁ ଜ୍ୱାଇଁ ସାହାଯ୍ୟ କରେ ସେତେବେଳେ ଦି ଜଣଙ୍କ ଭିତରେ ଭଲ ପାଇବାଟାକୁ ଦର୍ଶାଯାଏ, କିନ୍ତୁ ଯେତେବେଳେ ପୁଅ ବୋହୂକୁ ସାହାଯ୍ୟ କରେ ସେତେବେଳେ କୁହାଯାଏ ଯେ ସେ ତାଙ୍କ ଘରୁ କ'ଣ ଆସିଛି ଏଠି ଫୁଲ ଦୋଳିରେ ଝୁଲିବା ପାଇଁ? କାମ କରିବ ନା, ବାହା ହେଇକି କ'ଣ ପାଇଁ ଆସୁଥିଲା? କାହିଁକି କୁହାଯାଏ ଝିଅର ହଜାର ଭୁଲକୁ ଦେଖିକି ନଜରଅନ୍ଦାଜ କରାହୁଏ, କିନ୍ତୁ ବୋହୂର ଭୁଲ ନଥାଏ ବି ପ୍ରତ୍ୟେକ ସମୟରେ ଗାଳିଗୁଲଜ କରାଯାଏ? କାହିଁକି? ସେଇ ଶାଶୁ ଶ୍ୱଶୁରମାନଙ୍କୁ ମୁଁ କହୁଛି ଯେଉଁମାନେ ପ୍ରତ୍ୟେକ ସମୟରେ ବୋହୂର କିଛି ଭୁଲ ନଥାଇ ବି ଗାଳି ମନ୍ଦ କରନ୍ତି। ଯେତେବେଳେ ଆପଣ ବୃଦ୍ଧ ହେଇଯିବେ, ଯେତେବେଳେ ଗୋଟେ ଶଯ୍ୟାଶାୟୀ ହେଇଯିବେ ନା, ସେଇ ସମୟରେ ଆପଣଙ୍କ ଝିଅ ଆସି ଆପଣଙ୍କର କେବେ ବି ହେଲେ ସେବା କରିବନି, ବୋହୂ ହିଁ କରିବ। ଆଉ ଆପଣ ଯେମିତି ଭାବରେ ଏଇ ସମୟରେ ତାଙ୍କୁ ବ୍ୟବହାର କରିଥିବେ ନା, ସେଇ ଜିନିଷଟା କେବେ ତାଙ୍କ ମନରୁ ଯିବନି। ତ ସବୁବେଳେ ବୋହୂ ଆଉ ଝିଅ ଭିତରେ ପାର୍ଥକ୍ୟ କରିବା ବନ୍ଦ କରନ୍ତୁ, ଦି ଜଣଙ୍କୁ ଇକ୍ୱାଲି ଟ୍ରିଟ୍ କରନ୍ତୁ, ନହେଲେ ସିଏ ବି କେବେ ଆପଣଙ୍କୁ ନିଜ ମା ବୋଲି ଗ୍ରହଣ କରିପାରିବେନି, କାରଣ ଆପଣ ତାଙ୍କୁ କେବେ ଝିଅ ବୋଲି ଭାବି ହିଁ ନଥିଲେ।